ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତି ସୱାଲକୁ ସ୍ୱାଗତ। ଆମର ଶ୍ରାବଣ ମାସ ଆରମ୍ଭ ହେଇଯାଇଛି। ଦେଖନ୍ତୁ କିଛି ମାନଙ୍କ ପାଇଁ ଶ୍ରାବଣ ମାସ ଆରମ୍ଭ ହେଇନଥିବ, କିନ୍ତୁ କିଛି ମାନେ ସ୍ଥାନରେ ବା କିଛି ଲୋକମାନଙ୍କ ପାଇଁ ଶ୍ରାବଣ ମାସ ଆରମ୍ଭ ହେଇଯାଇଛି। ମାନେ ଦେଖନ୍ତୁ କିଛି ସ୍ଥାନରେ ଆମର ମାସର ଗଣନାଟା ସଂକ୍ରାନ୍ତିରୁ ସଂକ୍ରାନ୍ତି କରିଥାନ୍ତି, ଆଉ କିଛିଟା ସ୍ଥାନରେ ପୂର୍ଣ୍ଣିମାରୁ ପୂର୍ଣ୍ଣିମାର। ତ ଯେଉଁମାନେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା କରୁଛନ୍ତି ତାଙ୍କ ପାଇଁ ତ ମାନେ ଆରମ୍ଭ ହେଇଯାଇଛି ଶ୍ରାବଣ ମାସ। କିନ୍ତୁ ଯେଉଁମାନେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ମାନେ କରୁଛନ୍ତି ଶ୍ରାବଣ ମାସ, ସେମାନଙ୍କ ପାଇଁ ଆରମ୍ଭ ହେଇନାହିଁ। ଯେଉଁମାନେ ସଂକ୍ରାନ୍ତିକୁ ସଂକ୍ରାନ୍ତି ଧରୁଛନ୍ତି ତ ସେମାନଙ୍କର ଶ୍ରାବଣ ମାସ 17 ଜୁଲାଇରୁ ଆରମ୍ଭ ହୋଇ 17 ଅଗଷ୍ଟରେ ଶେଷ ହେବ। ମାନେ କର୍କଟ ସଂକ୍ରାନ୍ତିରୁ ସିଂହ ସଂକ୍ରାନ୍ତି ପର୍ଯ୍ୟନ୍ତ ତାଙ୍କର ଶ୍ରାବଣ ମାସଟି ରହିବ। ଯେଉଁମାନେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ଗ୍ରହଣ କରୁଛନ୍ତି ସେମାନେ ବ୍ୟାସ ପୂର୍ଣ୍ଣିମାରୁ ରାକ୍ଷୀ ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସକର ବ୍ରତଟି ନେଇପାରିବେ। ମାନେ ଜୁଲାଇ 29ରେ ଆମର ବ୍ୟାସ ପୂର୍ଣ୍ଣିମା, ଆଉ ରାକ୍ଷୀ ପୂର୍ଣ୍ଣିମା ଆମର ରହୁଛି 28 ଅଗଷ୍ଟ। ତ ଜୁଲାଇ 29ରୁ 28 ଅଗଷ୍ଟ ଗୋଟେ ମାସର ସମୟ ମଧ୍ୟରେ ଆପଣ ଶ୍ରାବଣ ମାସ କରିପାରିବେ। ତ ଯେଉଁମାନେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ଧରୁଛନ୍ତି, ତ ପୂର୍ଣ୍ଣିମା ହେଉଛି ଆମର ଜୁଲାଇ 29ରେ। ତ ଜୁଲାଇ 29ରେ ଯେହେତୁ ବ୍ୟାସ ପୂର୍ଣ୍ଣିମା ଅଛି, ମାନେ ତା ପରଦିନ 30 ଜୁଲାଇରୁ ଆପଣଙ୍କର ଶ୍ରାବଣ ମାସଟି ଆରମ୍ଭ ହେଇଯାଉଛି। ଆଉ ଯେଉଁମାନେ ପୁରା ଗୋଟେ ମାସର ବ୍ରତ କରୁଛନ୍ତି, ତ ଗୋଟେ ମାସର ବ୍ରତ ମାନେ 30 ତାରିଖରୁ ଆରମ୍ଭ କରିଦେବେ। ଯେଉଁମାନେ କେବଳ ସୋମବାର ବ୍ରତ କରୁଛନ୍ତି, ତ 30 ତାରିଖ ପରେ ଯେଉଁ ବ୍ରତଟି ଆରମ୍ଭ ହେଉଛି, ଫାଷ୍ଟ ସୋମବାର ପଡ଼ୁଛି, ସେମାନେ ଗ୍ରହଣ କରିବେ। ତ ଦେଖନ୍ତୁ, ଆପଣ ଚାହିଁବେ ଯଦି ଗୋଟିଏ ମାସର ବ୍ରତ ପୁରା କରିପାରିବେ। ଯେଉଁମାନେ ବୋଲବମ୍ ଯାଉଛନ୍ତି ତ ସେମାନେ ତ ଗୋଟେ ମାସର ବ୍ରତ କରିଥାନ୍ତି। ଯେଉଁମାନେ କେବଳ ସୋମବାର ବ୍ରତ କରୁଛନ୍ତି ସେମାନେ କେବଳ ସୋମବାର ବ୍ରତ କରିପାରିବେ। ତ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ଆପଣମାନେ ଯଦି ଦେଖିବେ, ତାହେଲେ ପୂର୍ଣ୍ଣିମାର ପୂର୍ଣ୍ଣିମା ଭିତରେ ମାନେ ଚାରିପାଳି ସୋମବାର ରହୁଛି। ପ୍ରଥମ ପାଳି 3 ଅଗଷ୍ଟରେ, ଦ୍ୱିତୀୟ ପାଳି 10 ଅଗଷ୍ଟ, ତୃତୀୟ ପାଳି 17 ଅଗଷ୍ଟ, ଚତୁର୍ଥ ପାଳି 24 ଅଗଷ୍ଟ। ଏହିପରି ଭାବରେ 4ଟି ସୋମବାର ରହୁଛି। ଯେଉଁମାନେ ସଂକ୍ରାନ୍ତିରୁ ସଂକ୍ରାନ୍ତି ଧରୁଛନ୍ତି ସେମାନଙ୍କ ପାଇଁ 5 ପାଳି ରହୁଛି ସୋମବାର। ମାନେ ଫାଷ୍ଟ ହେଉଛି 20 ଜୁଲାଇ, ତାପରେ 27 ଜୁଲାଇ, ଥାର୍ଡ଼ ପାଳି ହେଉଛି 3 ଅଗଷ୍ଟ, ଚତୁର୍ଥ ପାଳି ହେଉଛି 10 ଅଗଷ୍ଟ, ଆଉ ଶେଷ ପାଳି ଯେଉଁଦିନ ସଂକ୍ରାନ୍ତି ଅଛି ସେଇଦିନ ମଧ୍ୟ ସୋମବାର ଅଛି, ସେଦିନ ହେଉଛି 17 ଅଗଷ୍ଟ। ଏହିପରି ଭାବରେ 5 ପାଳି ସେମାନଙ୍କ ପାଇଁ ରହୁଛି। ଆଉ ଯେଉଁମାନେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ଧରୁଛନ୍ତି ସେମାନଙ୍କ ପାଇଁ 4 ପାଳି ସୋମବାର ବ୍ରତ ରହୁଛି। ଏହିପରି ରହିଛି ଶ୍ରାବଣ ମାସର, ମାନେ ଏଇ 2026 ବର୍ଷରେ ମାନେ ତାର ଡେଟ୍ ରହିଛି। ଆଉ ଏହି ପାଳିରେ ଯେଉଁମାନେ ମାନେ ଚାହୁଁଛନ୍ତି ପୂଜା ବ୍ରତ କରିବା ପାଇଁ, ତ ସେମାନେ ମାନେ ଆପଣଙ୍କ ଆଡ଼େ ଯାହା ଯେମିତି ଅଛି, ଆପଣଙ୍କ ଆଡ଼େ ସଂକ୍ରାନ୍ତି ଧରିବେ ଯଦି ଆପଣ ସଂକ୍ରାନ୍ତି ଧରି ପୂଜା କରିବେ। ଯଦି ପୂର୍ଣ୍ଣିମାରୁ ପୂର୍ଣ୍ଣିମା ଧରୁଛନ୍ତି ତାହେଲେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ଧରି ଆପଣ ବ୍ରତ କରିପାରିବେ। ନହେଲେ ଗୋଟେ ମାସର ବ୍ରତ କରିପାରିବେ, ନହେଲେ ସୋମବାର ବ୍ରତ ମଧ୍ୟ କରିପାରିବେ। ଆପଣ ଯଦି ଚାହୁଁଛନ୍ତି ଆଗକୁ ମୁଁ ଭିଡ଼ିଓ ପୁଣି ନେଇକରି ଆସିବି 16 ସୋମବାର ବ୍ରତ ଆପଣମାନେ କେମିତି କରିବେ, 12 ମାସେ ସୋମବାର ବ୍ରତ କ'ଣ, ସୋମବାର ବ୍ରତର ସୋମବାର ପୂଜା, ଆପଣ ଯେଉଁ ଶ୍ରାବଣ ମାସ ସୋମବାର ବ୍ରତ କେମିତି କ'ଣ କରିବେ, କ'ଣ ଖାଇବେ ନାହିଁ, ପ୍ରଦୋଷ ବ୍ରତ କ'ଣ, ଆଉ ପ୍ରଦୋଷ ବ୍ରତ କେମିତି କ'ଣ କରିବେ, ସବୁ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ସବୁ ନେଇକରି ଆସିବି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।